ଦକ୍ଷ ପ୍ରଜାପତି ଯଜ୍ଞ ଚତୁର୍ଥ ଭାଗ କ୍ଷୀଣ ହୋଇଗଲା ତନ ବାକ୍ୟ ନ ସ୍ଫୁରିଲା ବାହ୍ୟଜ୍ଞାନ ସତୀଙ୍କର ଲୋପ ହୋଇଗଲା ଘୋର ତପ ଦେଖି ଶୂନ୍ୟ ସବର ସୁହୋଇ ଆଉ କଷ୍ଟ ନ କରି ମାତପତି ତୁହି ନିଶ୍ଚୟ ଶଙ୍କରେ ମାତା ପ୍ରାପତ ହୋଇବ ଜଗତ ମଧ୍ୟରେ ତୁହି ସତୀ ଓହ୍ଲାଇବୁ ଯେତେ ମୁନି ଜ୍ଞାନୀ ଘୋର ତପଥିରେ କରି ଏ ମନ୍ତ୍ର ଦେଖା ନଥିଲା ନୟନେ କାହାରି ଏହୁ ଅତି ବ୍ରହ୍ମବାଣୀ ସତ୍ୟ ଏହା ମନ ତବ ପିତା ଡାକିଲେ କି ଯିବ ସେ ସଙ୍ଗେନ ସପ୍ତ ଋଷି ଯେବେ ଆସି ମିଳିବେ ଠାରୁ ଜାଣିବ ପୂରଣ ହେଲା ତପସ୍ୟା ତୁମର ଏହା ଶୁଣନ୍ତି ଯେ ମାତା ଆନନ୍ଦ ହୋଇଲେ ନିଶ୍ଚୟ ମୋ ପ୍ରାଣପତି ପାଇବି ଭାବିଲେ କିନ୍ତୁ ଶଙ୍କରଙ୍କର ସେହିପରି ଯେଉଁଦିନ ତେଇଲେଣି ଦକ୍ଷଙ୍କ କୁମାରୀ ସେଦିନ ସମସ୍ତ ତେଜି ଶ୍ରୀରାମ ପୟଳି ଦିବାରାତ୍ର ଲୟ ଲଗାଇଲେ ସପ୍ତାଙ୍ଗରି ରାମ ବିନୁ ଆନ ସେହୁ କେବେ ନ ଜାଣନ୍ତି ଜାଣିକି ଅନନ୍ତି ତେ ଶ୍ରୀରାମ ଦେଖନ୍ତି ଅନ୍ତରରେ ଧନା ତାଙ୍କ ଜାଣିଲେ ଶ୍ରୀରାମ ଅଚଳ ପ୍ରେମ ତାଙ୍କର ବୈରାଗ୍ୟ ଅସୀମ ଅତିତେୟମୟ ମତି ଧରିଣ ଠାକୁର କାଣ୍ଡ କରଣ୍ଡ ସହି କଣ୍ଡରେ ତାଙ୍କର ସୀତା ସଭା ହେଲେ ଶଙ୍କରଙ୍କ ପାଶୁ ବୋଇଲେ ଆସ ହି ପ୍ରିୟ ଭକ୍ତ ବର ଆସ ତୁମ୍ଭ ପରି ଭକ୍ତ କେହି ଜଗତେ ନାହିଁ ନହିଲେ କୋଥର ତପ କରିଥାନ୍ତ କେହି ଏତିକି ମାତର ମାନବଚନ ଆମ୍ଭର ତବ ପ୍ରିୟା ଜନ୍ମିଲେ ହେମବନ୍ତ ଘର ତବ ଯୋଗୀ ଘର ତପ ଆଚରନ୍ତି ସେଇ ଶୀଘ୍ର ଯାଇ ଘେନି ଆସ କୈଳାସ ସାଇ ଏହି ବର ମାଗିବାକୁ ପତି ପତ୍ନୀ ଦୁଇ ଆସି ଅସୁ ଦେବକୀ ଯେ ଫେରାଇ ଶୁଣି ଶଙ୍କର ପୟରେ କହି ପାଠ କହି ବିନୟ ବୋଇଲେ ଏହି ଶିର ରାଜ୍ୟମରି ପରମାଧରମା ଗୁରୁବାଣୀ ମାନି ମୋହି ଗ୍ରହଣ କରିବି ପ୍ରିୟା ସତ୍ୟ ଅଟଇ ଶୁଣି ପ୍ରଭୁ ରାମଚନ୍ଦ୍ର ହରଷ ହୋଇଲେ ମନୋଭୀଷ୍ଟ ପୂର୍ଣ୍ଣ ହେଉ ବୋଲି ଚଳିଗଲେ ତାପରେ ଶଙ୍କର ସପ୍ତ ଋଷିଙ୍କୁ ଡକାଇ ପରୀକ୍ଷା ନିମନ୍ତେ ସତୀ ପାଶକୁ ପଠାଇ ବହିଲେ କୋଥର ଭାବେ ପରୀକ୍ଷା କରିବ ସତୀ କି ଅସତୀ ତାହା ମରିବ ଖାଇବ ଶୁଣି ସପ୍ତ ଋଷି ମାନେ ତୁରନ୍ତ ଚଳିଲେ ପାର୍ବତୀ ତପସ୍ୟା ସ୍ଥାନେ ଯାଇ ମିଳିଲେ ସପ୍ତ ଋଷି ପରିଚୟ ପାଇ ହେମବତୀ ତପସ୍ୟା ତେଇନ ଉଭା ହୋଇଲେ ସତୀ ନାନା ପ୍ରକାରେ ତପସ୍ୟା ଖଣ୍ଡିବାର ପାଇଁ ଋଷିବର ପାର୍ବତୀଙ୍କୁ ଭୁଲାଇଲେ କହିଲେ ବୋଥାଇ ମାତ ଭମୁ ଅସୁତୁହି ଇଚ୍ଛା କରେ ବିଷ୍ଣୁ ସମବର ପାଇ ହୋଇ ଶିବ ତାଲଙ୍ଗରା ପଣି ସର୍ବତ ଭୂଷଣ
ঘর নাহি মশাইরে অহিষি হইয়ায় ভূত প্রেত মানে ভাই বন্ধু তাহার জয়ী বাবু সসলাঙ্গে বলে আনন্দ খণ্ডিয়া হরা গোটায় সম্বর বটই লঠায় রয়ে 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 সে ভুলই পই যথায় অহিষি এক শপথনি বড় কলি হরি গঙ্গা নমতি ভজিনী এই পই যেতে অভিগুণ ব্রহ্মাণ্ডই সমস্ত চূল হইছি শিলঙ্গলা ঠাই তেও কহু অসীমাত তাহার বয়জ আম্বে আই দেব বিষ্ণু করি সয়বায় তাহা হস্ত ধরিবে তুমি সুখরে চলিব সর্বজনଙ୍କ ମଧ୍ୟରେ ପୂଜ୍ୟ ବୋଲାଇବ ନହିରେ ଇନ୍ଦ୍ରପୁରକୁ ଯାଇ ଏହି କ୍ଷଣି ତାହାର ଘେନି ଆସିବ ହୋଇବ ଇନ୍ଦ୍ରାଣୀ ଚନ୍ଦ୍ର ସୂର୍ଯ୍ୟ ଆଦି କରି ଯେତେ ଦେବଗଣ ତା ମଧ୍ୟରୁ ଇଚ୍ଛା ମତେ କରତୁ ବରଣ କହିଲେ ତୁରନ୍ତ ଆମ୍ଭେ ଦେବ ପହଞ୍ଚାଇ ଅମଙ୍ଗଳ ଶିବ ନାମ ମୁଖେ ନ ଯୋଗାଇ ଓ